କ'ଣ କହିବି ମୋତେ କହିଦିଅନ୍ତୁ। ଆପଣଙ୍କ ନାଁଟା ଦେବବ୍ରତ ମହାପାତ୍ର। କ'ଣ କହିବି ଯୋଉ ଯାତ୍ରା କଳାକାର ରୁଦ୍ର କୋଉଠି କ'ଣ ଆକ୍ସିଡେଣ୍ଟ ହେଲା କେମିତି କ'ଣ ନୟାଙ୍ଗ କୋର୍ଟ ସାମ୍ନାରେ ଆମେ ଖବର ପାଇଲୁ ଯେ ପଛ ଆଡ଼କୁ ଅନ୍ୟ କୌଣସି ଗାଡ଼ି ଗୋଟେ ଆସି ତାକୁ ବାଡ଼େଇଛି। ବାଡ଼ିଲା ପରେ ସେ ସିରିୟସ୍ ହେଲା ପରେ ମୋତେ ଫୋନ୍ ଆସିଲା। ତାପରେ ତାକୁ 108 ଆମ୍ବୁଲାନ୍ସ ଆଣିକି ଭଦ୍ରକ ମେଡ଼ିକାଲରେ ପହଞ୍ଚେଇଲେ। ଆମେ ଆସି ପହଞ୍ଚିକି ତାକୁ ବର୍ତ୍ତମାନ ଟ୍ରିଟମେଣ୍ଟ ଆରମ୍ଭ କରୁଛୁ। ଆଉ ମାନେ କ'ଣ ଖବର ସେ ପାଇଲେ ଭୁବନେଶ୍ୱରରେ ଯାଉଥିଲେ। ସେ ଭଦ୍ରକ ରହିବା କଥା ଅଛି। ଭୁବନେଶ୍ୱର ଆଜି ଅଫ୍ ଅଛି ବୋଲି ଭୁବନେଶ୍ୱର ପଳଉଥିଲା। ତା ଗାଡ଼ି ଟିକେ ପ୍ରୋବ୍ଲେମ୍ ଥିଲା, ଗାଡ଼ି କାମ କରୁଥିଲା ତ ସେଥିପାଇଁ ଭୁବନେଶ୍ୱର ଯାଉଥିଲା। ପାଟି କୋଉଠି ପଡ଼ିଛି? ପାର୍ଟି ପିରାହାଟ ଖଟୁଆ ସାହିରେ, ଭଦ୍ରକରୁ ପାଖାପାଖି 35 କିଲୋମିଟର ହେବ। ସେଠୁ ସରିଲା ପରେ ସେ ଘରକୁ ଫେରୁଥିଲେ ଘରକୁ ଫେରୁଥିଲେ ନଳାଙ୍କ ପାଖରେ ଘଟଣା। ନଳାଙ୍ଗ କୋର୍ଟ ସାମ୍ନାରେ। ଆଚ୍ଛା ବର୍ତ୍ତମାନ କ'ଣ କଣ୍ଡିସନ କେମିତି କ'ଣ ଅଛି? ତାର ପଛ ମାଡ଼ ହେଇଛି, ଗୋଡ଼ ବି ମାଡ଼ ଟିକେ ହେଇଛି, ଜଙ୍ଘ ମାଡ଼ ହେଇଛି। ପେନ୍ ତ ବହୁତ କରୁଛି। ଏକ୍ସରେ ରିପୋର୍ଟ ଆସିଲା ପରେ ଜଣାପଡ଼ିବ କ'ଣ ହେଇଛି ନାହିଁ। କାହାଥିରେ ଫେରୁଥିଲା ତାଙ୍କ କାର୍? ତାଙ୍କ କାର୍ ସେ ନିଜେ ଚଲେଇକି ଡ୍ରାଇଭିଂ କରେ। କୋଉ ଗାଡ଼ି ବାଡ଼େଇଛି? କେଉଁ ଗାଡ଼ିଟା ବାଡ଼େଇଛି ଆପଣ ତ କନଫର୍ମ ନୁହଁ, କିନ୍ତୁ ସାମ୍ନା ସାମ୍ନି ଧକ୍କା ହେଇଛି ନା ପଛରୁ କିଏ ବାଡ଼େଇଛି? ପଛରୁ ବାଡ଼େଇଛି ବୋଧେ, କି ସାଇଡ଼ରେ ବାଡ଼େଇଛି ସେଟା କନଫର୍ମ ନୁହଁ।